ମା କଲାଶନୀଙ୍କ ଝାମୁଯାତ୍ରା ଏକ ଐତିହାସିକ ପର୍ବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ କୁର୍ମେଲ ଗ୍ରାମ ପଞ୍ଚାୟତର ଗରକେଲ ଗାଁରେ ରହିଛନ୍ତି ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା କଲାଶନୀ। ସତେ ଯେମିତି ତାଙ୍କ ପଣତ ତଳେ ଏ ଅଞ୍ଚଳକୁ ଘୋଡ଼ାଇ ରଖି ଦୁଃଖ ବିପଦକୁ ପ୍ରବେଶ କରିବା ପାଇଁ ଦେଉନାହାନ୍ତି। ମାଙ୍କ ଉପରେ ଅଗାଢ଼ ବିଶ୍ୱାସ ରଖି ଏ ଅଞ୍ଚଳବାସୀ ଜୀବନଯାତ୍ରାର ଶୁଭାରମ୍ଭ କରୁଥିବା ବେଳେ ପ୍ରତ୍ୟେକ କାର୍ଯ୍ୟରେ ମାଙ୍କ କରୁଣାରେ ସଫଳ ମିଳିଥାଏ। ସେହି ମା କଲାଶନୀଙ୍କ ଏକ ଐତିହାସିକ ପର୍ବ ଝାମୁଯାତ୍ରା। ଏହା ବର୍ଷକରେ ଥରେ ପାଳନ କରିଥାନ୍ତି। ଏହି ଝାମୁଯାତ୍ରା ଦିନ ଏହି ଗ୍ରାମଟି ଚଳଚଞ୍ଚଳ ହୋଇ ଉଠିଥାଏ। ଦୀର୍ଘ 3 ପିଢ଼ିରୁ ଅନୁଷ୍ଠିତ ହେଉଥିବା ଏହି ଝାମୁଯାତ୍ରାରେ 12 ହାତ ଲମ୍ବର ଏକ ନିଆଁ କୁଣ୍ଡ ତିଆରି କରାଯାଇଥାଏ। ଆଉ ସେହି ନିଆଁ କୁଣ୍ଡରେ ଝାମୁଯାତ୍ରାରେ ଲାଗିଥିବା କାଳିସୀମାନେ ଡହ ଡହ ନିଆଁରେ ଖାଲି ପାଦରେ ଚାଲିଥାନ୍ତି। ସେଥିପାଇଁ ଗାଁ ଲୋକ ସକାଳ 8ଟାରୁ ବଡ଼ ବଡ଼ କାଠକୁ ଜାଳି ନିଆଁ କୁଣ୍ଡରେ ଅଙ୍ଗାର ପ୍ରସ୍ତୁତ କରିଥାନ୍ତି। ଏ ବର୍ଷ ଗାଁର ଗୌନ୍ତିଆ ଚିନ୍ତାମଣି ପାତ୍ରଙ୍କ ମୁଣ୍ଡରେ ମା କଲାଶନୀଙ୍କ କାଳିସୀ ଲାଗିବା ପରେ ସେହି କାଳିସୀ ପ୍ରଥମେ ଗାଁ ପରିକ୍ରମା କରି ଘରେ ଘରେ ପୂଜା ପାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଥିପାଇଁ ଗାଁର ପ୍ରତ୍ୟେକ ଘର ସମ୍ମୁଖରେ କଳସ ସ୍ଥାପନ କରି ମାଙ୍କୁ ପୂଜାର୍ଚ୍ଚନା କରିଥିଲେ। ସନ୍ଧ୍ୟା ସମୟରେ ମାଙ୍କ କାଳିସୀ ଆସିବା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଗ୍ନିକୁଣ୍ଡରେ ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଝାମୁଯାତ୍ରା ଦେଖିବା ପାଇଁ ବିଶ୍ୱାସ ଓ ଭକ୍ତିରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ସମାଗମ ଦେଖିବାକୁ ମିଳିଥିଲା। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, এবି ନ୍ୟୁଜ।